ଖବର ପ୍ରସାରଣ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଆରମ୍ଭ ହେଲା ହରିଜନ ସାହିର ଡ୍ରେନ୍ ନିର୍ମାଣ କାର୍ଯ୍ୟ। ଖଣ୍ଡପଡ଼ା NAC 7 ନମ୍ବର ୱାର୍ଡ଼ ହରିଜନ ସାହିର ଅସମ୍ପୂର୍ଣ୍ଣ ଡ୍ରେନ୍ ବ୍ୟବସ୍ଥାକୁ ନେଇ ଏକ ଖବର ଖଣ୍ଡପଡ଼ା ଖବରରେ ପ୍ରସାରଣ କରାଯାଇଥିଲା, ଯାହାର ସପ୍ତାହେ ନ ପୂରୁଣୁ ଆଜିଠାରୁ ଏହାର ଅବଶିଷ୍ଟାଂଶ ଡ୍ରେନ୍ କାର୍ଯ୍ୟ ଏବଂ ଏକ କଲଭର୍ଟ ନିର୍ମାଣ ନିମନ୍ତେ କାର୍ଯ୍ୟ ଆରମ୍ଭ କରାଯାଇଥିବା ଦେଖିବାକୁ ମିଳିଛି। ବର୍ଷା ଋତୁ ଆରମ୍ଭ ହୋଇଯାଇଥିବାରୁ ଏହି 7 ନମ୍ବର ୱାର୍ଡ଼ର ବାସିନ୍ଦାମାନେ ଡ୍ରେନେଜ୍ ବ୍ୟବସ୍ଥାକୁ ନେଇ ଚିନ୍ତାରେ ଥିଲେ ଏବଂ ଏଥିଯୋଗୁଁ ସାହିର ମଇଳା ପାଣି ନିଷ୍କାସିତ ହୋଇନପାରି ଜମା ହୋଇ ରହୁଥିଲା। NACର ଏପରି କାର୍ଯ୍ୟକୁ ନେଇ ମଧ୍ୟ ହରିଜନ ସାହି ବାସିନ୍ଦାମାନେ ଅସନ୍ତୋଷ ବ୍ୟକ୍ତ କରି ଆସୁଥିଲେ। ଅନ୍ୟପକ୍ଷରେ ଦେଖିବାକୁ ଗଲେ ଖଣ୍ଡପଡ଼ା NAC ପକ୍ଷରୁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟଗୁଡ଼ିକୁ ଅଧାପନ୍ତରିଆ ଭାବେ ଛାଡ଼ି ଦିଆଯାଉଥିବା ଅଭିଯୋଗ ହୋଇ ଆସୁଅଛି। NAC 7 ନମ୍ବର ୱାର୍ଡ଼ର ଡ୍ରେନ୍ କାର୍ଯ୍ୟ ଆରମ୍ଭ ହୋଇଥିବାରୁ NACକୁ ଧନ୍ୟବାଦ ଜଣାଇଛନ୍ତି ସ୍ଥାନୀୟ ବାସିନ୍ଦା। ତେବେ ଦେଖିବାକୁ ବାକି ରହିଲା ଖଣ୍ଡପଡ଼ା NAC 7 ନମ୍ବର ୱାର୍ଡ଼ ହରିଜନ ସାହିର ଏହି ଡ୍ରେନ୍ ନିର୍ମାଣ କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେଉଛି ନା ଏହି କାର୍ଯ୍ୟ ପୁଣି ଅଧାରେ ଅଟକୁଛି। ଖଣ୍ଡପଡ଼ାରୁ ସନ୍ତୋଷ କୁମାର ସାହୁଙ୍କ ରିପୋର୍ଟ, ଖଣ୍ଡପଡ଼ା ଖବର।